ମିଛ କହୁଥିବା ଲୋକଟି ମହାପ୍ରଭୁଙ୍କର କଦାପି ଆପଣାର ନୁହେଁ। ମିଛକୁ ମହାପ୍ରଭୁ ବରଦାସ୍ତ କରନ୍ତି। ଆଉ ଗୋଟେ ଜିନିଷ ହେଉଛି ଯଦି ଛଳନା ଠକିବା, ଏଇ ଯେଉଁ ଗୁଣ ମଣିଷର ଯେଉଁ ପ୍ରକୃତି, କାହାକୁ ପ୍ରତି ଛଳନା କରିବା, ଏଇ ପ୍ରକୃତି ମୁଁ ଯେତିକି ଜାଣେ, ମୁଁ ତ ଏତେ ଶାସ୍ତ୍ରଜ୍ଞ ନୁହେଁ, ପଣ୍ଡିତ ନୁହେଁ, ସାଧାରଣ, ଛଳନା ଆଉ ଠକିବାରେ ମହାପ୍ରଭୁ ଆକୁ ବହୁତ ଘୃଣା କରନ୍ତି। ବା ମୋତେ ଲାଗେ ଯେ ମହାପ୍ରଭୁକୁ ଏସବୁ ପସନ୍ଦ ନୁହେଁ, କାହିଁକି ନା ସେ ସ୍ୱଚ୍ଛ ନିର୍ମଳ ପବିତ୍ର, ଯେଉଁ ପବିତ୍ରତା ଆଉ ସ୍ୱଚ୍ଛ ନିର୍ମଳତା ଭିତରେ ଛଳନା କରୁଥିବା ମଣିଷଟିକୁ ସେ ଆପଣାର କରିନଥାଇ ପାରନ୍ତି, କି ମଣିଷ ସେଇ ମଣିଷଟି ପ୍ରକୃତିରେ ମହାପ୍ରଭୁଙ୍କୁ ଆପଣାର ପାରୁନଥାନ୍ତି। ସୁଖ ଦୁଃଖ ସବୁ ବୁଝୁଛି, ଜନ୍ମ ଦେଇଛି ମରଣ ଲେଖିଛି, ଜନ୍ମ ଦେଇଛି ମରଣ ଲେଖିଛି, ହାତେ ଧରି କାତ ପାରି କରୁଛି, ଚକା ଆଖି ସବୁ ଦେଖୁଛି, ସୁଖ ଦୁଃଖ ସବୁ ବୁଝୁଛି।